ଆପଣଙ୍କ ପାଖରେ କେତେ ସୁନା ଅଛି? ନା ଆଜ୍ଞା ମିଛ କଥା କହୁନା ଆମର କ'ଣ ଟିକେ ଦେଖୁ 20, 25, 30 ଭଳି 50 ଭଳି ସୁନା ରହିଥିବ। ଏଇ ଗୋଟେ ଚେନ୍ ଟିକି ମୁଦି 5ଟା ଏଇ ରଥବେଳେ ପିନ୍ଧିବା କଥା। କୋଉଠୁ ଆସେ ଏତେ ସୁନା ଆପଣଙ୍କ ନାଇଁ ପାଖରେ? ଆମର କେଉଁ ଯୁଗରେ ଅଛି ଆଜି ଦେଖୁଛି ମତେ ତ 50 ବର୍ଷ ଆପଣ ଦେଖୁଥିବେ ହେଲା ଆଗରୁ ଅଛି। କେତେବେଳେ ଭଲ ଜିନିଷ କିଣିଦେଲୁ, କେତେବେଳେ କେଉଁ ଶିଷ୍ୟ ହେଲା ବଢ଼ିଆ ଜିନିଷ ଦେଇଦେଲା। ମୁଁ ଅନେଷ୍ଟ ମେଣ୍ଟେନ୍ କରେ। ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଭାବରେ କ'ଣ ପ୍ରାପ୍ୟ ପାଆନ୍ତି ଆପଣ ମନ୍ଦିରରୁ? ସେମିତି କିଛି ନାହିଁ ଆଜ୍ଞା। ମୁଁ ଯାହା ପାଇବି ଅନ୍ୟ ଭାଇମାନେ ସେୟା ପାଇବେ। ନାକୁ ଗୋଟେ ମୁଖ୍ୟ ବାଡ଼ଗ୍ରାହୀ ହିସାବରେ ଅଛୁ, ପ୍ରଭୁଙ୍କ ସେବା ପୂଜା କରୁଛି। ସିଏ ଯିବେ 100 ଟଙ୍କା ପାଇବେ, ଆମେ ବି 100 ଟଙ୍କା ସେଇଆ ନାହିଁ ଯେ ଆମକୁ 500 ଟଙ୍କା ସରକାର ବେଶୀ ଦେବେ। ଗୋଟେ ତାର ନିର୍ଦ୍ଦିଷ୍ଟ ନଥାଏ, ବାର୍ଷିକ ବା ମାସିକ ଏତିକି ନାଇଁ ଭତ୍ତା ଏମିତି ନାଇଁ ନଥାଏ ସେ କିଛି ନାହିଁ, ଭର୍ତ୍ତା ଆମର ନାହିଁ। ଆମେ ମାସେ ଇନକମ୍ ଗୋଟେ ପ୍ରସ୍ତାବ ଆଗରୁ ଅଛି, ମାସେ ରୋଜଗାର କଲେ ବର୍ଷ ଖାଇବୁ ଦଇତାପତି। ଆଚ୍ଛା, ଗୋଟେ ଅଭିଯୋଗ ଆସେ ଯେ ଦଇତାପତି ସେବାୟତ ମାନେ ବଙ୍ଗାଳୀ ଭକ୍ତମାନଙ୍କୁ, ବାହାର ଭକ୍ତମାନଙ୍କୁ ନେଇଯାଆନ୍ତି ରଥ ଉପରକୁ, ମନ୍ଦିର ଭିତରକୁ, ତାଙ୍କଠାରୁ କିଛି ମୋଟା ଅଙ୍କର ପଇସା ନିଅନ୍ତି। ପ୍ରକୃତରେ ସତ? ନା ନା ଶୁଣନ୍ତୁ ଆଜ୍ଞା, ଆମେ ହେଲୁ ବଙ୍ଗାଳୀ ପଣ୍ଡା। ଆମେ ସବୁ ପ୍ରତ୍ୟେକ ପଣ୍ଡା, ମୁଁ ବି ନୁହଁ, ଯେତେ ସେବାୟତ ଅଛନ୍ତି ବଙ୍ଗଳା ହେଲା ମୁଖ୍ୟ ଜାଗା ଆମ ଜାଗା। ଆମର ଶିଷ୍ୟମାନେ ଆସନ୍ତି, ଯେଉଁ ଯାତ୍ରା ହୁଏ, ଯାତ୍ରୀ ଆସନ୍ତି, ଯାତ୍ରୀଙ୍କ ପାଇଁ ତ ଯାତ୍ରା। ଯଦି ଏଠି ଭକ୍ତ ନ ଆସିବେ, ଏଠି ଯେଉଁ ଅଟୋବାଲାଠୁ ଆରମ୍ଭ କରି ହୋଟେଲ ବାଲାଠୁ ଆରମ୍ଭ ସମସ୍ତେ ଚଳନ୍ତି ଯାତ୍ରୀଙ୍କ ପାଇଁକି। ଆମେ ପ୍ରଭୁଙ୍କର ଏମିତି ସୁନାମ କରୁ ଯେ ଯାତ୍ରୀ ଆସନ୍ତୁ ପୁରୀକି, ଯାତ୍ରୀ ଆସିଲେ ସମସ୍ତେ ଉପକୃତ ହୁଅନ୍ତି। ଆଚ୍ଛା, ଜଗନ୍ନାଥଙ୍କ ସହିତ କେବେ କଥା ହୁଅନ୍ତି? ସବୁବେଳେ କଥା ସତତା ଅନ୍ତର କ'ଣ କଥା। କୁହନ୍ତି ଡେଲି ଆପଣଙ୍କୁ ରାତି ଜଗନ୍ନାଥ? ଆପଣ 2ଟା ତାଙ୍କୁ କ'ଣ ମୁଁ କୁହନ୍ତି? ସବୁବେଳେ କହେ ଜଗତର ମଙ୍ଗଳ ପାଇଁ ମହାପ୍ରଭୁ କହେ। ନିଜ ପାଇଁ କିଛି ମାଗନ୍ତିନି? ନିଜ ପ୍ରଭୁ ସବୁ ଦେଉଛନ୍ତି, କ'ଣ ମାଗିବି? ମୋର ଯାହା ଦରକାର ନାହିଁ, ସତ କହୁଛି ଆଜି ମୋର ଯାହା ଦରକାର ନାହିଁ ପ୍ରଭୁ ଦେଉଛନ୍ତି, ମାଗିବି କୋଉଠି? ସେ ତ ଦାତା, ସେ ତ ଅନ୍ତର୍ଯାମୀ। ଆପଣଙ୍କର ସେବାୟତ ମାନେ ଆପଣଙ୍କୁ କେମିତି ମାନନ୍ତି? ମୁଖ୍ୟ ବାଡ଼ଗ୍ରାହୀ ଭାବରେ କେତେ ରେସ୍ପେକ୍ଟ ଦିଅନ୍ତି, ସମ୍ମାନ ଦିଅନ୍ତି? ସମସ୍ତେ ମାନନ୍ତି, ଭଲ ପାଆନ୍ତି। ମୁଁ ବି ସମସ୍ତଙ୍କୁ ଭଲ ପାଏ, ଶ୍ରଦ୍ଧା କରେ। କିନ୍ତୁ କିଛି ମନେ ରଖିଥିବେ, କିଛି ନିନ୍ଦୁକ ଥାନ୍ତି, କିଛି ହିଂସ୍ରକ ଥାନ୍ତି, ସହିପାରିବେନି। ସେମାନଙ୍କ ନିୟମ ହେଲା ସେ ଆଦ୍ୟରୁ। ଆଉ ସେଇମାନେ ଦେଖିବେ ସବୁଠୁ ତଳେ ରହିଥାନ୍ତି।